ବର୍ତ୍ତମାନ ଯୋଉମାନେ ବି ସରକାରୀ ଜବ୍ ହଉ କିମ୍ବା ବେସରକାରୀ ଜବ୍ ଆବେଦନ କରିବା ପାଇଁକା ପ୍ରିପାରେସନ୍ କରୁଛନ୍ତି, ଯଦି ଆପଣମାନେ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ରେଜିଷ୍ଟ୍ରେସନ କରିନାହାନ୍ତି, ତେବେ ଆପଣମାନେ ଶୀଘ୍ର ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ରେଜିଷ୍ଟ୍ରେସନ କରିନିଅନ୍ତୁ। କାରଣ ଏମିତି ଗୁଡା ଭ୍ୟାକେନ୍ସି ଅଛି, ଯୋଉ ଭ୍ୟାକେନ୍ସି ବାହାରିବା ପୂର୍ବରୁ ହିଁ ଆପଣଙ୍କୁ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ରେଜିଷ୍ଟ୍ରେସନ କରିବା ନିହାତି ଭାବରେ ଆବଶ୍ୟକତା। ଯଦି ଆପଣଙ୍କର ଭ୍ୟାକେନ୍ସି ବାହାରିବା ପୂର୍ବରୁ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ରେଜିଷ୍ଟ୍ରେସନ ନ କରିଥିବେ, ସେସବୁ ଜବ୍ ଆବେଦନ କରିପାରିବେନି। ଯଦି ଆପଣମାନେ ଅଲରେଡି ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ରେଜିଷ୍ଟ୍ରେସନ କରିନେଇଛନ୍ତି ତ ଠିକ୍ ଅଛି। ଯଦି କରିନାହାନ୍ତି ତେବେ ଆପଣମାନେ ଶୀଘ୍ର ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ରେଜିଷ୍ଟ୍ରେସନ କରିନିଅନ୍ତୁ। ଠିକ୍ ଅଛି? କିମ୍ବା ଯୋଉମାନେ ବି ଅଲରେଡି ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ରେଜିଷ୍ଟ୍ରେସନ କରିନେଇଛନ୍ତି, ସେମାନେ ସେ ସାର୍ଟିଫିକେଟକୁ ଚେକ୍ କରିନିଅନ୍ତୁ। କାରଣ ପ୍ରତ୍ୟେକଟି ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜର ସାର୍ଟିଫିକେଟର ଭାଲିଡିଟି ହେଉଛି 3 ବର୍ଷ। ପ୍ରତି 3 ବର୍ଷରେ ଥରେ ଆପଣଙ୍କୁ ଆଉଥରେ ରେନୁଆଲ କରିବାକୁ ପଡିଥାଏ। ଯଦି ଆପଣମାନେ ଟାଇମରେ ରେନୁଆଲ ନ କରିବେ, ସେ ସାର୍ଟିଫିକେଟଟି ଲାପ୍ସ ହେଇଯିବ ବା ଏକ୍ସପାୟାର ହୋଇଯିବ। ଆପଣଙ୍କୁ କୌଣସି ପ୍ରକାର କାମରେ ଏଟା ଲାଗିବ ନାହିଁ। ଠିକ୍ ଅଛି? କିପରି ଅନଲାଇନରେ କରିପାରିବେ, କଣ ଡକ୍ୟୁମେଣ୍ଟ ଆବଶ୍ୟକତା ପଡିବ, ଷ୍ଟେଟ୍ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ରେଜିଷ୍ଟ୍ରେସନ କରିବେ ନା ଡିଷ୍ଟ୍ରିକ୍ଟ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜରେ କରିବେ ନା ସ୍ପେଶାଲ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜରେ ରେଜିଷ୍ଟ୍ରେସନ କରିବେ, ଏଥିପାଇଁ ମୁଁ ସେପାରେଟ କମ୍ପ୍ଲିଟ୍ ପ୍ରୋସେସର ଭିଡିଓ କରିନେଇଛି। ଆପଣମାନେ এই ଭିଡିଓଟିର ଡିସ୍କ୍ରିପସନ ବକ୍ସରେ ସେସବୁ ଭିଡିଓ ଲିଙ୍କ ପାଇପାରିବେ ଏବଂ କମ୍ପ୍ଲିଟ୍ ପ୍ରୋସେସରେ ଜାଣିପାରିବେ।